କାମରେ ଆସିବା ପରି 25ଟି ବଛା ବଛା ଘରୋଇ ଟିପ୍ସ ବା ଓଡ଼ିଆ ଟିପ୍ସ ମନେ ରଖନ୍ତୁ। ନମ୍ବର 1, ଆଳୁର ଚୋପାକୁ ନ ଫୋପାଡ଼ି ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଫେସ୍ରେ ଲଗାନ୍ତୁ। ଏହା ଚେହେରାର କଳା ଦାଗକୁ ଦୂର କରିଥାଏ। 15 ଦିନ ମଧ୍ୟରେ କଳା ଦାଗ ଲାଇଟ୍ ହେବାକୁ ଲାଗିଥାଏ। ନମ୍ବର 2, ଫେସ୍ ୱାଶ୍ କରିବା ପରେ ନିଶ୍ଚୟ ଫେସ୍ରେ ମଇଶ୍ଚରାଇଜର ଲଗାନ୍ତୁ। ଏହା କଲେ ଫେସ୍ ଡ୍ରାଏ ହୋଇନଥାଏ, ନରମ କୋମଳ ଲାଗିଥାଏ। କେବଳ ଆଲୋଭେରା ଜେଲ୍ ମଧ୍ୟ ଫେସ୍ରେ ଲଗାଇ ପାରିବେ। ଏହା ଏକ ବଢ଼ିଆ ମଇଶ୍ଚରାଇଜର ଭାବେ କାମ କରିଥାଏ। ନମ୍ବର 3, ଯଦି ପ୍ରତିଦିନ ଅଟା ସହିତ ଅଳ୍ପ ବେସନ ମିଶାଇକି ରୁଟି କରି ଖାଆନ୍ତି ତାହେଲେ ଶରୀରର ମୋଟାପା, ଡାଇବେଟିସ୍ ଏସବୁ ନିୟନ୍ତ୍ରଣରେ ରହିଥାଏ। ତ ପ୍ରତ୍ୟେକ ଦିନ ଯଦି ରୁଟି ଖାଉଛନ୍ତି ସେଥିରେ ଅଟାରେ ଟିକେ ବେସନ ମିଶାଇକି ତାପରେ ଖାଆନ୍ତୁ। ନମ୍ବର 4, ରିସର୍ଚ୍ଚ ଅନୁସାରେ ପ୍ରତିଦିନ ଗୋଟିଏ ଅଖରୋଟ ଖାଇବା ବା ୱାଲନଟ୍ ଖାଇବା ଦ୍ୱାରା ମସ୍ତିଷ୍କର ପାୱାର ବଢ଼ିଥାଏ। ଖାସ୍ କରି ଛୋଟ ପିଲାମାନଙ୍କୁ ଅଖରୋଟକୁ ରାତିରେ ଭିଜେଇ ସକାଳେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ। ସେମାନଙ୍କର ମେମୋରି ପାୱାର ଧୀରେ ଧୀରେ ବଢ଼ିଥାଏ। ନମ୍ବର 5, କେଶକୁ ଲମ୍ବା ଘନ କରିବା ପାଇଁ ସପ୍ତାହରେ ଥରେ ପିଆଜର ରସ କେଶରେ ଲଗାଇକି ସଫା କରନ୍ତୁ। କିଛି ଦିନ ମଧ୍ୟରେ କେଶ ଲମ୍ବା ହୋଇଯାଏ। ନମ୍ବର 6, ରାତିରେ ଶୋଇବା ସମୟରେ ପାଦରେ ମୋଜା ପିନ୍ଧିକି ଶୋଇବା ଉଚିତ ନୁହେଁ। ପାଦ ଖୋଲା କରିକି ଶୋଇବା ଦ୍ୱାରା ଭଲ ନିଦ ଆସିଥାଏ। ନମ୍ବର 7, କଦଳୀ ସହିତ କ୍ଷୀର ଏବଂ କାଜୁ ମିଶାଇକି ଜୁସ୍ ବନେଇ ପ୍ରତିଦିନ ସକାଳେ ପିଇବା ଦ୍ୱାରା ହାଡ଼ ମଜବୁତ ରହିଥାଏ ବା ବୃଦ୍ଧ ହେବା ପର୍ଯ୍ୟନ୍ତ ମଧ୍ୟ ହାଡ଼ ମଜବୁତ ରହେ। ନମ୍ବର 8, ଔଷଧକୁ ଉଷୁମ ପାଣି ସହିତ ସେବନ କରିବା ଉଚିତ। ଥଣ୍ଡା ପାଣିରେ ଔଷଧ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଔଷଧ ଠିକ୍ରେ କାମ କରିନଥାଏ। ତ ଉଷୁମ ପାଣିରେ ସବୁବେଳେ ଔଷଧ ଖାଇବାକୁ ଚେଷ୍ଟା କରନ୍ତୁ। ନମ୍ବର 9, ଭୋକ କମ୍ ଲାଗୁଥିଲେ ପ୍ରତିଦିନ ବେଲପତ୍ର ସକାଳୁ ଖାଲି ପେଟରେ ଚୋବେଇ ଚୋବେଇ ଖାଆନ୍ତୁ। ଏହାଦ୍ୱାରା କିଛି ଦିନ ମଧ୍ୟରେ ଭୋକ ହେବା ଆରମ୍ଭ ହୋଇଯାଏ। ନମ୍ବର 10, ସନ୍ଧ୍ୟା ସମୟରେ ନଡ଼ିଆ କତାରେ ଝୁଣାର ଧୂଆଁ ଦେଲେ ଘରେ ମଶା ମାଛି ଘରକୁ ଆସିନଥାନ୍ତି। ଆଗକୁ ବଢ଼ିବା ପୂର୍ବରୁ ଯଦି ଭିଡ଼ିଓଟି ଭଲ ଲାଗୁଥାଏ ପ୍ଲିଜ୍ ସାଙ୍ଗମାନେ ଗୋଟେ ଲାଇକ୍ କରିଦେବେ ଏବଂ ଦେଖିବା ଭିଡ଼ିଓଟି କେଉଁ କେଉଁ ସ୍ଥାନରେ ପହଞ୍ଚିଛି ନିହାତି ଆପଣଙ୍କ ସ୍ଥାନର ନାମ କମେଣ୍ଟରେ ଜଣାନ୍ତୁ। ଆପଣମାନେ ଓଡ଼ିଶାର କେଉଁ ଜିଲ୍ଲାରୁ ଭିଡ଼ିଓଟି ଦେଖୁଛନ୍ତି କିମ୍ବା ଓଡ଼ିଶା ବାହାରୁ ଯଦି ଭିଡ଼ିଓ ଦେଖୁଛନ୍ତି ନିହାତି କମେଣ୍ଟରେ ଆପଣଙ୍କର ସ୍ଥାନର ନାମଟି ଲେଖିଦିଅନ୍ତୁ। ଆସନ୍ତୁ ଜାଣିବା ନମ୍ବର 11, ସୁନା ଅଳଙ୍କାରକୁ ସଫା କରିବା ପାଇଁ ଗରମ ପାଣିରେ ଅଳ୍ପ ହଳଦୀ ଏବଂ ୱାଶିଂ ପାଉଡର ମିଶାଇକି କିଛି ସମୟ ଫୁଟାନ୍ତୁ। ଗ୍ୟାସ୍କୁ ଅଫ୍ କରି ସେହି ପାଣିରେ ସୁନା ଅଳଙ୍କାରକୁ 30 ମିନିଟ୍ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ। ତାପରେ ଭଲ ଭାବରେ ସଫା ପାଣିରେ ଅଳଙ୍କାରକୁ ଧୋଇ ଦିଅନ୍ତୁ। ଦେଖିବେ ସୁନା ଅଳଙ୍କାର ଏକଦମ ଚକଚକ ଦେଖାଯିବ, ନୂଆ ପରି ଦେଖାଯିବ। ନମ୍ବର 12, ବର୍ଷା ଦିନରେ ଶାଢ଼ୀ, ଡ୍ରେସ୍ ପୋଷାକ ଭଲ ସ୍ମେଲ୍ ହେବା ପାଇଁ ଶାଢ଼ୀ ଭିତରେ ଗନ୍ଧ କର୍ପୂର ରଖିକି ଶାଢ଼ୀକୁ ସଜେଇକି ଆପଣମାନେ ଆଲମିରାରେ ରଖନ୍ତୁ। ଏହା କଲେ ଶାଢ଼ୀରୁ ଆଉ ଗମୁରା ସ୍ମେଲ୍ ବାହାରି ନଥାଏ, ଭଲ ସ୍ମେଲ୍ ହୋଇଥାଏ। ନମ୍ବର 13, ଗୋଟିଏ ଦିନରେ ମଟନ, ଚିକେନ, ଅଣ୍ଡା କିମ୍ବା ମାଛ ବା ଏକାଥରକେ 3ଟି ଜିନିଷ, ଏ ଭିତରୁ କୌଣସି ବି 3ଟି ହଉ ତ ଏକାଥରକେ ଏହାକୁ ଖାଆନ୍ତୁ ନାହିଁ। ଲୋଭରେ ଏକା ସହିତ ଏସବୁ ଖାଇଲେ ଶରୀର ପାଇଁ ଏହା ବହୁତ କ୍ଷତିକାରକ ହୋଇଥାଏ ଏବଂ ଖାଦ୍ୟ ଏହା ମଧ୍ୟ ହଜମ ଶୀଘ୍ର କରାଇ ପାରିନଥାଏ ଏବଂ ଫୁଡ୍ ପଏଜନିଂ ମଧ୍ୟ ହୋଇପାରେ। ସେଥିପାଇଁ ଆପଣମାନେ ଏସବୁ ପ୍ରତି ଟିକେ ଧ୍ୟାନ ଦେବେ। ଏସବୁ ଏକାଥରକେ ଖାଇବେନି ଗୋଟିଏ ଦିନରେ। ନମ୍ବର 14, ନେଲ୍ ପଲିସ୍ ଶୁଖି ଯାଇଥିଲେ ଗରମ ପାଣି କରି ନେଲ୍ ପଲିସ୍ର କାଚକୁ ସେଥିରେ କିଛି ସମୟ ରଖିଦିଅନ୍ତୁ। ଏହା କଲେ ନେଲ୍ ପଲିସ୍ ତରଳ ହୋଇଯାଏ, ଆପଣମାନେ ପୁଣି ଆଉ ଥରେ ନେଲ୍ ପଲିସ୍କୁ ଲଗାଇ ପାରିବେ। ନମ୍ବର 15, ଶାଢ଼ୀରେ ସେଫ୍ଟି ପିନ୍ ଲାଗି ନ ଚିରିବା ପାଇଁ ହେଲେ ଶାଢ଼ୀରେ ପିନ୍ ଲଗାଇବା ପୂର୍ବରୁ ସେଫ୍ଟି ପିନ୍ରେ ଗୋଟିଏ ଛୋଟ ମାଳି, ଯେମିତି ମଙ୍ଗଳସୂତ୍ରରେ ଛୋଟ ଛୋଟ ମାଳି ଆସୁଛି ସେଥିରୁ ଗୋଟିଏ ମାଳି ଆପଣମାନେ ସେଥିରେ ସେଫ୍ଟି ପିନ୍ ଲଗାଇଦେବେ। ତାପରେ ଆପଣମାନେ ଶାଢ଼ୀକି ସାଇଜ୍ କରିକି ପିନ୍ ଲଗାଇବେ। ଏହାଦ୍ୱାରା ଶାଢ଼ୀ ଆଉ ସେଫ୍ଟି ପିନ୍ ଦ୍ୱାରା ଚିରି ନଥାଏ। ନମ୍ବର 16, ସର୍ବଦା କେଶକୁ ସଜେଇକି ରଖନ୍ତୁ। ଅଧିକାଂଶ ସମୟ କେଶକୁ ବାନ୍ଧିକି ରଖନ୍ତୁ ଏବଂ ରାତିରେ ଶୋଇବା ସମୟରେ ନିହାତି କେଶକୁ ବାନ୍ଧିକି ରଖନ୍ତୁ। ଏହା କଲେ କେଶ ଝଡ଼ିବା ସମସ୍ୟା କମ୍ ହୋଇଥାଏ।
नंबर 17 पाद को नरम करने प्रतिदिन राति शोवा पूर्व पाद को भल भाव उषुम पानी रे धोईकी सफा करी भल भाव एक हल्का कपड़ा रे पोछि दियंतु तापरे पादरे हल्का हल्का करी तेल मालिश करंतु तापरे सोई जांतु देखिबे आपण माने किछि दिन करिबा परे आपणकर पाद पूरा चिकन आउ नरम होई जिवो। नंबर 18 वर्षा दिन रे प्राय समय पानी कादुरे रुहंतुनी कारण स्किन जनित समस्या बाहरी पारे बाहर को बाहरुथिले हाथ गोड़े तेल लगेगी बाहर को जातु यह कले पादरे पानी लगे न थाए। नंबर 19 निंब तेल चुटी रे नियमित मालिश कले केश कम झड़ी थाए केश शीघ्र लंबा होता है एवं केश रे उपुणी समस्या मध्य होई न थाए। लिंब तेल जो माने लगौछन्ति से माने मध्य तार फायदा जानि पारुथिबे तो लिंब तेल केश पई बहुत फायदाकारी अटे। नंबर 20 मेहंदी पाउडर केशरे लगाउथिले मेहंदी पाउडर रे लवंग पाउडर एवं लेंबू मिसाई केशरे लगांतु यह कले केशरे भल रंग और भल कलर आसी थाए नेचुरल कलर पाई परिबे। नंबर 21 प्रथम करी व्यायाम किंबा एक्सरसाइज आरंभ करुथिले जदि शरीर अधिक पीड़ा हेउथाए ताहाले आपण माने जानिबे आपणकर एक्सरसाइज बा व्यायाम जहाँ करूछन्ति तार ठीक प्रभाव आपणक शरीर ऊपर पड़िछि तो कंटिन्यू व्यायाम कले शरीर पीड़ा आउ होई न थाए। जदि आपण माने प्राय समय एक्सरसाइज करूछन्ति आउ किछि दिन गैप करूछन्ति पुणी जेबे आरंभ करिवे पुणी सेमिति शरीर पीड़ा जंत्रणा होइथाए जदि कंटिन्यू करि चलिबे आउ शरीर जमा पीड़ा अनुभव होई न थाए 3 रु 4 दिन एमती होइथाए तापर धीरे धीरे अभ्यास हो जाए आ शरीर को पीड़ा व कष्ट अनुभव हो न थाए। नंबर 22 कंसा बासन रे दही खट्टा तेंतुली खास करी खट्टा जातीय खाद्य आपण माने कंसा बासन रे केबे भी खांतु नाही ए सब मन रखंतु और पिला मानक जदि छोट पिला मानक कंसा बासन रे दउछन्ती खाଇବା ପାଇଁ बहुत भल किंतु खट्टा जिंस केबे भी कंसा बासन रे देबे नाही एहा कले खाद्य विषाक्त हो जाए। नंबर 23 निजको सुंदर करबा पई प्रतिदिन फेस रे कंचा क्षीर लगांतु 20 दिन कंचा क्षीर लगेबा द्वारा चेहरा सुंदर चिकन देखा जिवो आपण निजे मध्य जानि परिबे। नंबर 24 राति रे हेवी खाइबा खांतुनी हल्का खाद्य खांतु जेमिति कि रोटी सलाड ए सब आपण माने हल्का खाद्य खांतु किंतु राति रे जेते हेवी खाइबा खाइबे पेट सेते अधिक बढ़ी जिवो हेवी हेवी लागिवो पेटरे चर्बी बनी जिवो आपणकर मोटापा शरीर मोटापा बढ़ी जिवो तो राति रे सब बेले हल्का खाद्य खांतु और सुस्थ रहंतु। शेष टिप्स आसंतु जानिबा। नंबर 25 निजको सुस्थ आउ सुंदर रखिबाकू प्रतिदिन 6 रु 8 घंटा निद नियंतु जड़े सुस्थ मनीष भल निद नवा बहुत जरूरी होता है से भलरे काम करिबा पई हेले सुस्थ जीवन बंचेबा पई हेले दिन रे गोटे दिन रे 6 रु 8 घंटा निद नवा निहाती आवश्यक। आपण मानकू एही वीडियोटी आशा करूची बहुत भल लागिथिबो जे मानकू भी भल लागिची हृदय रु गोटे लाइक छोटिया लाइक करंतु एवं कमेंट रे आपण माने केउ स्थान रे वीडियोटी देखुछंती मते कमेंट करंतु। जय जगन्नाथ धन्यवाद।